ଧ୍ୟାନ ଓ ପ୍ରାର୍ଥନା ଜାନୁଆରୀ 9, 1914। ହେ ପ୍ରଭୁ, ଅନବଧାରଣୀୟ ସଦ୍ବସ୍ତୁ ଆମେମାନେ ଯେତେ ବିଜୟୀ ହୋଇ ଆଗକୁ ଚାଲୁ ଏବଂ ତାହା ଯେତେ ଫଳପ୍ରସୂ ହେଲେ ମଧ୍ୟ ତୁ ସର୍ବଦା ସେତେ ହିଁ ଦୂରକୁ ପଳାଇ ଯାଉ। ତତେ ଆମ୍ଭେମାନେ ଯେତେ ଜାଣିଲେ ସୁଦ୍ଧା ତୋର ଶାଶ୍ୱତ ରହସ୍ୟଠାରୁ ଯେତେ କିଛି ଆମ୍ଭେମାନେ ଆହରଣ କଲେ ସୁଦ୍ଧା ତୁ ସର୍ବଦା ହିଁ ଅଜ୍ଞାତ ରହିଯିବୁ। ପରିପୂର୍ଣ୍ଣ ଓ ଅବିଚ୍ଛିନ୍ନ ଉଦ୍ୟମ ସହ ତୋ ଆଡ଼କୁ ଗତି କରୁଥିବା ବିବିଧ ଧାରା ସକଳକୁ ଏକତ୍ର କରି ଆମେମାନେ ତୋ ଆଡ଼କୁ ଗୋଟିଏ କ୍ରମସ୍ଫୀତ ଅଦମ୍ୟ ସ୍ରୋତ ତୁଲ୍ୟ ଅଗ୍ରଗତି କରିବୁ। ସକଳ ବାଧାବିଘ୍ନକୁ ଚୂର୍ଣ୍ଣ କରି, ପ୍ରତିବନ୍ଧକ ଅତିକ୍ରମ କରି, ଆବରଣ ଉନ୍ମୋଚନ କରି, ମେଘ ଦୂର କରି, ସକଳ ଅନ୍ଧକାର ଭେଦ କରି ଆମ୍ଭେମାନେ ତୋ ଦିଗରେ ସର୍ବଦା ହିଁ ତୋ ଦିଗରେ ଅଗ୍ରସର ହେବୁ। ଏପରି ତୀବ୍ର ଏବଂ ଏପରି ଅବାଧ ବେଗ ସହ ଯେ ଆମର ପଶ୍ଚାତରେ ଥିବା ଏକ ବିଶାଳ ସଂଘକୁ ଟାଣି ନେଇପାରିବୁ ଏବଂ ପୃଥିବୀ ତୋର ଅଭିନବ, ତୋର ଶାଶ୍ୱତ ସାନ୍ନିଧ୍ୟରେ ସଜାଗ ହୋଇ ହୃଦୟଙ୍ଗମ କରିବ ତାର ଯଥାର୍ଥ ଲକ୍ଷ୍ୟ କ'ଣ ଏବଂ ତତେ ପୂର୍ଣ୍ଣ ଭାବେ ଲାଭ କରି ସୁସଙ୍ଗତି ଏବଂ ଶାନ୍ତି ମଧ୍ୟରେ ବାସ କରିପାରିବ। ଆମମାନଙ୍କୁ ଆହୁରି ଅଧିକ ଜ୍ଞାନ ପ୍ରଦାନ କର, ଆମମାନଙ୍କୁ ବେଶୀ ବେଶୀ ଆଲୋକିତ କର, ଆମର ଅଜ୍ଞାନତା ଦୂର କର, ଆମର ମନକୁ ଉଦ୍ଭାସିତ କର, ଆମର ହୃଦୟକୁ ରୂପାନ୍ତରିତ କର। ଦିଅ ଆମମାନଙ୍କୁ ସେହି ପ୍ରେମ ଯାହା କେବେ ବି ଶୁଷ୍କ ହୁଏ ନାହିଁ। ପ୍ରସ୍ଫୁଟିତ କର ସକଳ ହୃଦୟରେ ତୋର ସେହି ମଧୁର ବିଧାନ। ଭଗବାନ, ଆମ୍ଭେମାନେ ଅନନ୍ତ କାଳ ନିମନ୍ତ ତୋରି। ଭଗବାନ, ଆମ୍ଭେମାନେ ଅନନ୍ତ କାଳ ନିମିତ୍ତ ତୋରି। Victory to the Divine Mother.